କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିଲେ ମହାବିରୁଡ଼ ବନାଞ୍ଚଳ ଅଧିକାରୀ। ଢେଙ୍କାନାଳ ବନଖଣ୍ଡ ମହାବିରୁଡ଼ ରେଞ୍ଜ କାର୍ଯ୍ୟାଳୟକୁ ଡାକି କଙ୍କଡ଼ାହାଡ଼ ବ୍ଲକର କାର୍ଯ୍ୟରତ ସାମ୍ବାଦିକ ପ୍ରବୀଣ ନାୟକ 28 ବର୍ଷକୁ ମାଡ଼ ମାରି ଲୁହାଣ କଲେ ବନାଞ୍ଚଳ ଅଧିକାରୀ। ଅଧିକାରୀ ଥାନାରେ ଅଭିଯୋଗ। ସୂଚନା ମୁତାବକ ଶ୍ରୀ ନାୟକ ଗୁରୁବାର ମହାବିରୁଡ଼ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ସକାଳ 11 ଘଟିକା ସମୟରେ ପହଞ୍ଚି ଦେଖିଥିଲେ କି ଉକ୍ତ କାର୍ଯ୍ୟାଳୟରେ କେହି କର୍ମଚାରୀ ଉପସ୍ଥିତ ନଥିଲେ ଏବଂ ଉକ୍ତ କାର୍ଯ୍ୟାଳୟକୁ କିଛି ଦିନ ତଳେ ବିଭିନ୍ନ ପ୍ରକଳ୍ପ ବାବଦରେ ଜାଣିବା ନିମନ୍ତେ ସୂଚନା ଅଧିକାରୀ ଆଇନ ଅନୁଯାୟୀ ତଥ୍ୟ ମାଗିଥିଲେ। ତଥ୍ୟ ଅସମ୍ପୂର୍ଣ୍ଣ ଥିବା ଦର୍ଶାଯାଇ ଗୁରୁବାର ଏକ ଖବର ପ୍ରକାଶନ ମଧ୍ୟ ଶ୍ରୀ ନାୟକ କରିଥିଲେ, ଯାହାକୁ ନେଇ ମହାବିରୁଡ଼ ରେଞ୍ଜର ହରିଶ୍ଚନ୍ଦ୍ର କିଷାନ ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ପ୍ରବୀଣଙ୍କୁ କର୍ମଚାରୀ ଲଗାଇ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଅଟକାଇଥିଲେ। ପରେ କାର୍ଯ୍ୟାଳୟ ଭିତରକୁ ନେଇ ରେଞ୍ଜର ହରିଶ୍ଚନ୍ଦ୍ର କିଷାନ ଏକ ବାଉଁଶ ବାଡ଼ିରେ ବହୁ ବାଡ଼େଇ ଲୁହାଣ କରିଥିଲେ। ଜୀବନ ବିକଳ ପାଖରେ ଥିବା ମହାବିରୁଡ଼ ଥାନା ଭିତରକୁ ଦୌଡ଼ି ଆସିଥିଲେ। ଏନେଇ ମହାବିରୁଡ଼ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ହୋଇଛି। ବନ ବିଭାଗର ଦୁର୍ନୀତି ସମ୍ବନ୍ଧରେ ଖବର ପ୍ରକାଶନ ହେଲେ ରେଞ୍ଜର ହରିଶ୍ଚନ୍ଦ୍ର କିଷାନ ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କୁ ଧମକ ଚମକ ଦେବା ହେଉ କି ମିଛ ମାମଲାରେ ଛନ୍ଦି ନେଇ ଭୟଭୀତ କରୁଥିବା ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଛି। କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରି କଣ୍ଠରୋଧ କରିବା ପାଇଁ ଯେଉଁ ମନ୍ଦ ଉଦ୍ଦେଶ୍ୟ ରଖିଛନ୍ତି ବନାଞ୍ଚଳ ଅଧିକାରୀ ଶ୍ରୀ କିଷାନ, ତାହାକୁ ସାମ୍ବାଦିକ ମହଲରେ ଦୃଢ଼ ନିନ୍ଦା କରିବା ସହିତ ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି। ପ୍ରହ୍ଲାଦ ମୁଦଲିଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହା ସହ ମସିହା ନ୍ୟୁଜ୍ର ଫେସବୁକ୍ ପେଜ୍କୁ ଓ ଟ୍ୱିଟରକୁ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜ୍ର ଆପ୍ ଆସିଗଲାଣି। ନିଜ ମୋବାଇଲରୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ। ମୋ ନାଁ ପ୍ରବୀଣ ନାୟକ। ମୁଁ କଙ୍କଡ଼ାହାଡ଼ ବ୍ଲକର ଜଣେ କାର୍ଯ୍ୟରତ ସାମ୍ବାଦିକ। ଆଜି ସକାଳେ 10:50ରେ ଯେତେବେଳେ ମୁଁ ଆସିଲି ରେଞ୍ଜର ଅଫିସ୍ ମହାବିରୁଡ଼ର, ସେହି ସମୟରେ କୌଣସି ଅଫିସର ନଥିଲେ ଏବଂ ପୂର୍ବରୁ ତଥ୍ୟ ମାଗା ହେଇଥିଲା। କୌଣସି ତଥ୍ୟ ନ ଦେବାରୁ ମୁଁ ଆଜି ଏକ ଖବର ପ୍ରସାରଣ କରିଥିଲି ମୋ ଫୋକସ୍ ପ୍ଲସ୍ ଚ୍ୟାନେଲରେ ଏବଂ ଚ୍ୟାନେଲରେ ଯେତେବେଳେ ମୁଁ ନ୍ୟୁଜ୍ଟି ପ୍ରସାରଣ କଲି ସେହି ସମୟରେ ମୋତେ ଫୋନ୍ କଲା 11:57ରେ ଫୋନ୍ କଲା ଅଫିସରୁ ଜଣେ ଅରୁଣ ବାବୁ ଅଛନ୍ତି। ସେ ଅରୁଣ ବାବୁ ମୋତେ କଲ୍ କଲେ, କଲ୍ କରି କହିଲେ ତୁମକୁ ବାବୁ ଡାକୁଛନ୍ତି, ତୁମେ ଆସ। ବର୍ତ୍ତମାନ ମୁଁ କହିଲି ତାଙ୍କୁ କଙ୍କଡ଼ାହାଡ଼ ଯାଉଛି ଏବଂ କାମାକ୍ଷା ମୋର କାମ ଅଛି, କାମ ସାରିଲା ପରେ ମୁଁ ଆସିବି। ମୁଁ ତାଙ୍କୁ ଫୋନ୍ରେ ଏଭଳିଆ କହିବା ପରେ ପୁଣି ବାରମ୍ବାର ମୋତେ ଫୋନ୍ କଲେ, ହାରାସମେଣ୍ଟ ବହୁତ କଲେ, ବାବୁ ଡାକୁଛନ୍ତି, ତୁମେ ଜଲ୍ଦି ଆସ ଜଲ୍ଦି ଆସ ଜଲ୍ଦି ଆସ। କିନ୍ତୁ ମୁଁ ଜାଣିପାରିନଥିଲି ତାଙ୍କର ସବୁ ସେଟିଂ ସବୁଆଡ଼େ ସେଟିଂ ସେ ଛକ ପାଖି ଆଜି ସମସ୍ତେ ଛକିଥିଲେ ମୋତେ ଆକ୍ରମଣ କରିବା ପାଇଁ, ଯାହାଫଳରେ କି ମୋତେ 6ଟା ପର ସମୟରେ 6ଟା ସାଢ଼େ 6ଟା ବେଳେ ପୁଣି ଫୋନ୍ ଆସିଲା, ବାବୁ ଆସିଲେନି ଆସ। ମୁଁ ସେହି ସମୟରେ ଯେତେବେଳେ ଅଫିସ୍ ଦେଇକି ଯାଉଥିଲି ମୋତେ ଅତର୍କିତ ଭାବରେ ଅଟକାଇ ମୋ ଗାଡ଼ି ଚାବି ଛଡ଼େଇ ଯେତେବେଳେ ଅଫିସ୍ ଭିତରକୁ ମୋତେ ମାନେ ନେଲେ, ସେ ସମୟରେ ମୁଁ ଅଫିସକୁ ଗଲି। ମୁଁ ସାର୍ଙ୍କୁ ଯେତେବେଳେ ରେଞ୍ଜ ସାର୍ ବସିଥିଲେ ହରିଶ୍ଚନ୍ଦ୍ର କିଷାନ, ତାଙ୍କୁ ମୁଁ କହିଲି ସାର୍ ନମସ୍କାର, ହଁ କ'ଣ ହେଇଛି ନା ତୁମେ କାଢ଼ୁଆ ସାମ୍ବାଦିକ, ତୁମେ ଦେଖେଇ ହେଉଛ, କେତେ ଦିନ ସାମ୍ବାଦିକ, ତୁମକୁ ମାରିଦେବି, ଧମକେଇ ଦେବି, ହାଣିଦେବି, କାଟିଦେବି, ମୋତେ ମୁଠା ମାରିଲେ ଏବଂ ବାଡ଼ି ସାହାଯ୍ୟରେ ମୋ ଡେଣାକୁ ବାଡ଼େଇଲେ ବି ଡେଣାଟା ବହୁତ ଦରଜ ହେଲାଣି। ସେହି ସମୟରେ ମୋତେ ମାରିବା ପାଇଁ ଯେତେବେଳେ କହିଲେ ମୋ ଆଉ ଜଣେ ବି ଥିଲେ ମୋ ସହିତ, ଗାଡ଼ି ଛାଡ଼ିକି ରେଞ୍ଜର ଅଫିସ୍ ସାମ୍ନାରେ ମୁଁ ଥାନାର ଦ୍ୱାରସ୍ଥ ହେଲି ଏବଂ ଥାନା ବିଷୟକୁ ପଶି ଆସିଲି। ଥାନାରେ ବି CCTV ଚେକ୍ କରିପାରିବେ। ଥାନା ଭିତରେ ବି ଆସିକି ସେମାନେ ହୋ ହାଲ୍ଲା କଲେ, ଯାହାଫଳରେ କି ଥାନାରେ ଆଶ୍ରୟ ନେଇକି ମୁଁ ଆଇନର ଆଶ୍ରୟ ନେଲି ଏବଂ ମୋ ଆଇନ ଉପରେ ମୋର ଭରସା ଏବଂ ବିଶ୍ୱାସ ଅଛି ଯେ ମୋତେ ଉଚିତ ନ୍ୟାୟ ମିଳିବ ଏବଂ ଏହି ଉଚିତ ନ୍ୟାୟକୁ ମୁଁ ଅପେକ୍ଷା କଲି।